ନମସ୍କାର ସମସ୍ତ କୁନି କୁନି ପିଲାମାନଙ୍କୁ ମୋର ସ୍ୱାଗତ। ପିଲାମାନେ କେମିତି ଅଛ? ଆଶା କରେ ସମସ୍ତେ ବହୁତ ଭଲରେ ଥିବ। ପିଲାମାନେ, ଆଜି ମୁଁ ତୁମକୁ ତୁମ ପଞ୍ଚମ ଶ୍ରେଣୀ ଗଣିତ ବହିର ଗୋଟିଏ ନୂଆ ପାଠ ବିଷୟରେ ଆଲୋଚନା କରିବି। ଆଗକୁ ଯିବା ପୂର୍ବରୁ ପିଲାମାନେ ବିଷୟରେ ଆମେ କଣ ସବୁ ଜାଣିଛନ୍ତି ତାର କିଛି ଧାରଣା ମୁଁ ତୁମକୁ ଦେଉଛି। ଆଚ୍ଛା ପିଲାମାନେ, ସଂଖ୍ୟା ସମ୍ବନ୍ଧରେ ଆମେ ଜାଣିଛନ୍ତି, ଯେମିତିକି ସଂଖ୍ୟା କଣ, ସଂଖ୍ୟାର ସ୍ଥାନୀୟ ମାନର ଧାରଣା, ସଂଖ୍ୟା ଭିତରେ କେଉଁ ସଂଖ୍ୟାଟି ବଡ ସଂଖ୍ୟା, କେଉଁ ସଂଖ୍ୟାଟି ସାନ ସଂଖ୍ୟା, ସଂଖ୍ୟାର ପୂର୍ବବର୍ତ୍ତୀ ସଂଖ୍ୟା ଓ ପରବର୍ତ୍ତୀ ସଂଖ୍ୟା, ଏହିଭଳି ଅନେକ ଧାରଣା ଆମେ ପାଇଛନ୍ତି। ସେହି ସଂଖ୍ୟା ସମ୍ବନ୍ଧରେ ଆଉ କିଛି ନୂତନ ଧାରଣା ଆମେ ଏହି ନୂଆ ଅଧ୍ୟାୟରେ ପାଇବା। ହେଲେ ଆସ ପଢିବା। ପିଲାମାନେ, ତାହେଲେ ଆଜି ମୁଁ ତୁମ ପଞ୍ଚମ ଶ୍ରେଣୀ ଗଣିତ ବହିର ଆମେ ସମସ୍ତେ ଯାତ୍ରୀ ଭାଗ 1ର ଯାତାୟାତ ପୂର୍ବରୁ ଏବଂ ବର୍ତ୍ତମାନ ବିଷୟରେ ଆଲୋଚନା କରିବି। এই ପାଠଟିର ନାଁ କଣ? ଯାତାୟାତ ପୂର୍ବରୁ ଏବଂ ବର୍ତ୍ତମାନ। ତାହେଲେ ଏଇ ନାଁରୁ ଆମେ କଣ ଜାଣୁଛନ୍ତି ନା ପୂର୍ବରୁ ଯାତାୟାତ କିପରି ଭାବରେ ହେଉଥିଲା ଆଉ ବର୍ତ୍ତମାନ ଯାତାୟାତ କିପରି ଭାବରେ ହେଉଛି। ଆଚ୍ଛା, ପୂର୍ବରୁ କେଉଁ କେଉଁ ସବୁ ଯାନବାହନ ବ୍ୟବହାର କରି ଆମର ଯାତାୟାତ ହେଉଥିଲା କହିପାରିବ କି? ଘୋଡ଼ା ଗାଡ଼ି, ଶଗଡ଼ ଗାଡ଼ି, ବଳଦ ଗାଡ଼ି, ଯୋଉଠି ମରୁଭୂମି ଅଛି ସେଠି ଓଟ ମାନଙ୍କ ଦ୍ୱାରା ଗାଡ଼ି, ଓଟ ମାନେ ସେଇ ଗାଡ଼ିକୁ ବହନ କରିକି ନିଅନ୍ତି, ଆଉ ହାତୀ ଦ୍ୱାରା। ଏଇଭଳି ପଶୁମାନଙ୍କ ଦ୍ୱାରା ଆମେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାତାୟାତ କରୁଥିଲୁ। ଆଚ୍ଛା, ଏବେ এই ଯାତାୟାତ ସମ୍ବନ୍ଧୀୟ ଗୋଟିଏ ମୁଁ ପ୍ରଶ୍ନ ପଚାରିବି, ଆଶା କରୁଛି ତମେ ମାନେ ଏହାର ଉତ୍ତର ଦେବ। ପ୍ରଶ୍ନଟି ହେଉଛି, ଯଦି ଜଣେ ବ୍ୟକ୍ତି 1 ଘଣ୍ଟାରେ ପାଦରେ ଚାଲି ଚାଲି 4 କିଲୋମିଟର ଯାଇପାରେ, ତେବେ ସେ 2 ଘଣ୍ଟାରେ କେତେ କିଲୋମିଟର ଯିବ? ପ୍ରଶ୍ନଟି ବୁଝିପାରିଲ? ଆଚ୍ଛା, ଆମେ ପୂର୍ବ ଶ୍ରେଣୀରେ ଚାରିଗାଣିତିକ ପ୍ରକ୍ରିୟା ବିଷୟରେ ଜାଣିଛନ୍ତି। ହଁ, ଚାରିଗାଣିତିକ ପ୍ରକ୍ରିୟା ହେଉଛି ମିଶାଣ, ଫେଡାଣ, ଗୁଣନ ଆଉ ହରଣ। ତେଣୁ ଏଇଥିରେ କେଉଁ ଗାଣିତିକ ପ୍ରକ୍ରିୟାଟି ବ୍ୟବହୃତ ହବ କହିପାରିବ? ଭେରି ଗୁଡ୍। ଏଥିରେ ଆମେ କଣ କରିବା ନା ଗୁଣନ କରିବା। ତାହେଲେ ଗୁଣନ କଲେ କଣ ହବ? ଦେଖ, ଯଦି ବ୍ୟକ୍ତି ଜଣକ 1 ଘଣ୍ଟାରେ ଯିବ 4 କିଲୋମିଟର, ତେବେ ସେ 2 ଘଣ୍ଟାରେ କେତେ କିଲୋମିଟର ଯିବ ନା 4 ଗୁଣନ 2 ସମାନ 8 କିଲୋମିଟର। ଠିକ କହିଲି ନା? ଭେରି ଗୁଡ୍। ତାପରେ ଆଗକୁ ଯିବା, ଏଇଭଳି ଆଉ ଗୋଟେ ପ୍ରଶ୍ନର ସମାଧାନ କରିବା। ଦ୍ୱିତୀୟ ପ୍ରଶ୍ନଟି ହେଉଛି, ଜଣେ ଘୋଡ଼ାରେ ଯଦି 1 ଘଣ୍ଟାରେ 15 କିଲୋମିଟର ଯାଏ, ତେବେ ସେ 3 ଘଣ୍ଟାରେ କେତେ କିଲୋମିଟର ଯିବ? ପୂର୍ବ ପ୍ରଶ୍ନ ଭଳି এই ପ୍ରଶ୍ନର ମଧ୍ୟ ସମାଧାନ ସେହିପରି ହବ। ତାହେଲେ ଘଣ୍ଟାରେ ଆମେ କେତେ କିଲୋମିଟର ଯାଉଛନ୍ତି? 15 କିଲୋମିଟର। ତାହେଲେ 3 ଘଣ୍ଟାରେ ସେ କେତେ କିଲୋମିଟର ଯିବ କୁହ? ଭେରି ଗୁଡ୍। 3 ଘଣ୍ଟାରେ 15 ଗୁଣନ 3 ସମାନ 45 କିଲୋମିଟର ଯିବ। ଏବେ ଆଗକୁ ଯିବା। ଆଉ ଗୋଟିଏ ପ୍ରଶ୍ନ ବର୍ତ୍ତମାନ ସମୟକୁ ନେଇକି। ପିଲାମାନେ କହିଲ ଦେଖି, ବର୍ତ୍ତମାନ ସମୟରେ ଯାତାୟାତ ପାଇଁ ଆମେ କେଉଁ କେଉଁ ଯାନ ସବୁ ବ୍ୟବହାର କରୁଛୁ? ତମମାନେ କହିପାରିବ? କୁହ। ଆଚ୍ଛା, ସାଇକେଲ, ଆଉ କଣ? ମୋଟର ସାଇକେଲ, କାର, ଉଡ଼ାଜାହାଜ, ବସ୍, ଅଟୋ ରିକ୍ସା, ଟ୍ରେନ୍ ଆଉ ପାଣି ଜାହାଜ ବା ଜଳ ଜାହାଜ। ଏଇଭଳି ବିଭିନ୍ନ ଯାନବାହନ ବ୍ୟବହାର କରି ଆମେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଉଛୁ। ପିଲାମାନେ, ତାହେଲେ ଆସ ଗୋଟିଏ ପ୍ରଶ୍ନର ସମାଧାନ କରିବା। ଯଦି ରାମ ସାଇକେଲରେ 1 ଘଣ୍ଟାରେ 18 କିଲୋମିଟର ଯାଏ, ତେବେ ସେ 3 ଘଣ୍ଟାରେ କେତେ ବାଟ ଯିବ? ସମାଧାନ କରିବା। ରାମ ସାଇକେଲରେ 1 ଘଣ୍ଟାରେ ଯାଉଛି କେତେ କିଲୋମିଟର? 18 କିଲୋମିଟର। ତେବେ ସେ 3 ଘଣ୍ଟାରେ କେତେ କିଲୋମିଟର ଯିବ ନା 18 ଗୁଣନ 3 ସମାନ 54 କିଲୋମିଟର। ଆଉ ଗୋଟିଏ ପ୍ରଶ୍ନ,
ଦେଖ ଉଡାଜାହାଜରେ ସମସ୍ତେ ଯାଇଛ? ଆଚ୍ଛା, ଯାଇନା ନା? ଉଡାଜାହାଜ ବହୁତ ଦୂରକୁ ଯାଇପାରେ, ବହୁତ କମ ସମୟରେ ବହୁତ ଦୂରତା ଅତିକ୍ରମ କରେ। ଉଡାଜାହାଜ 1 ଘଣ୍ଟାରେ 800 କିଲୋମିଟର ଯାଏ ଏବଂ ଟ୍ରେନ 1 ଘଣ୍ଟାରେ 100 କିଲୋମିଟର ଯାଏ। ତେବେ ଆମେ କେଉଁଥିରେ ଶୀଘ୍ର ଯାଇ ପହଞ୍ଚିବା? ଏଇଟା ଟିକେ ଭାବିକି କହିଲ। ଉଡାଜାହାଜ 1 ଘଣ୍ଟାରେ 800 କିଲୋମିଟର ଯାଉଛି ଆଉ ଟ୍ରେନ 1 ଘଣ୍ଟାରେ 100 କିଲୋମିଟର ଯାଉଛି। ତାହେଲେ 800 କିଲୋମିଟର ଦୂରତା ଅଧିକ ନା 100 କିଲୋମିଟର? ଭେରି ଗୁଡ। କୋଉଥିରେ ଆମେ ଶୀଘ୍ର ଯାଇକି ପହଞ୍ଚିବା? ନା ଉଡାଜାହାଜରେ। କାହିଁକି? ଉଡାଜାହାଜ ଅଧିକ ଦୂରତା ଅତିକ୍ରମ କରୁଛି ଆଉ ସେ ସମାନ ସମୟରେ ବହୁତ ଦୂରକୁ ଯାଉଛି। ବୋଲେ ଆମେ ଏଥିରୁ କଣ ଜାଣିଲେ? ନା ପୂର୍ବରୁ ଆମେ ଯେଉଁ ସବୁ ଯାନବାହନରେ ଯାତ୍ରା କରୁଥିଲୁ ସେଇ ଯାତ୍ରା ସମୟ ବହୁତ ମନ୍ଥର ଥିଲା ଏବଂ ଧୀର ଥିଲା। ମାନେ ଆମେ ଯୋଉ ଯାନବାହନରେ ଯାତ୍ରା କରୁଥିଲୁ ସେଇ ଯାନବାହନ ଦ୍ୱାରା ଆମେ ଡେରିରେ ଯାଇକି ଦୂରରେ କୌଣସି ସ୍ଥାନରେ ଆମେ ପହଞ୍ଚୁଥିଲୁ, ଆମର ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥଳରେ ପହଞ୍ଚୁଥିଲୁ। କିନ୍ତୁ ବର୍ତ୍ତମାନ ଯାତ୍ରା ସମୟ କଣ ହେଇଯାଇଛି? କମି ଯାଇଛି ଏବଂ ଯେଉଁ ଯାନବାହନ ବ୍ୟବହାର କରୁଛନ୍ତି ତାହା ଦ୍ୱାରା ଆମେ ଶୀଘ୍ର ଯାଇକି ପହଞ୍ଚୁଛନ୍ତି। ତେଣୁ ବର୍ତ୍ତମାନ ଯାତ୍ରା ସମୟ ଶୀଘ୍ର ଓ ସହଜ ହେଇପାରିଛି। ପିଲାମାନେ, ଏଠି ଆମେ କିଛି ଚିତ୍ର ଦେଇଛୁ ଏବଂ ସେ ଚିତ୍ର ଦ୍ୱାରା ଆମେ କିଛି ଯାନବାହନ ଦବା ଏବଂ ସେ ଯାନବାହନରେ ଆମେ ଘଣ୍ଟାକରେ କେତେ ଦୂରତା ଅତିକ୍ରମ କରିପାରିବା ଅନୁମାନ କରିକି କହିବା। ଦେଖ, ପ୍ରଥମ ଚିତ୍ରରେ ଗୋଟିଏ ଲୋକ, ସେ ତାହେଲେ ପାଦରେ ଚାଲି ଚାଲି ଯିବ। କହିଲ ଦେଖି, ପାଦରେ ଚାଲି ଚାଲି ଆମେ ଘଣ୍ଟାକରେ କେତେ ଦୂରତା ଅତିକ୍ରମ କରିପାରିବା? ପାଖାପାଖି 3 ରୁ 5 କିଲୋମିଟର। ସେଇଭଳି ଆମେ ଘୋଡ଼ା ଗାଡ଼ିରେ କେତେ ଦୂରତା ଅତିକ୍ରମ କରିବା ଗୋଟିଏ ଘଣ୍ଟାରେ? 10 ରୁ 15 କିଲୋମିଟର। ସାଇକେଲ ଦ୍ୱାରା ଅନୁମାନ କର। ଆଚ୍ଛା, ଭେରି ଗୁଡ, 12 ରୁ 20 କିଲୋମିଟର। ତାପରେ ସ୍କୁଟର, ସ୍କୁଟି କିମ୍ବା ମୋଟର ସାଇକେଲରେ ପାଖାପାଖି ଆମେ ଗୋଟିଏ ଘଣ୍ଟାରେ 40 ରୁ 60 କିଲୋମିଟର ଯାଇପାରିବା। ଆଚ୍ଛା, କହିଲ ଦେଖି, ରେଳ ଗାଡ଼ିରେ ଆମେ କେତେ ଦୂରତା ଅତିକ୍ରମ କରିପାରିବା? ପାଖାପାଖି 40 କିଲୋମିଟରରୁ 160 କିଲୋମିଟର। ପାଣି ଜାହାଜର ଘଣ୍ଟା ପ୍ରତି ବେଗ ହେଉଛି 25 ରୁ 45 କିଲୋମିଟର। ଅର୍ଥାତ୍ ସେ 1 ଘଣ୍ଟାରେ 25 କିଲୋମିଟରରୁ 45 କିଲୋମିଟର ଦୂରତା ଅତିକ୍ରମ କରିପାରିବ। ଉଡାଜାହାଜରେ ଏବେ ଆମେ ଜାଣିଲେ ଉଡାଜାହାଜ ସବୁଠାରୁ ଅଧିକ ଦୂରତା ଅତିକ୍ରମ କରିପାରେ। କେତେ? ନା ପାଖାପାଖି 750 କିଲୋମିଟରରୁ 920 କିଲୋମିଟର। ଆଚ୍ଛା, ସବୁଠାରୁ ଅଧିକ ଦୂରତା ଆମେ ଅତିକ୍ରମ କରିପାରିବା କୋଉଥିରେ? ନା ଯୋଉଗୁଡ଼ିକ ମହାକାଶକୁ ପଠାଯାଉଛି, ଆମର ରକେଟ, ମହାକାଶ ଯାନ, ସେଥିରେ ଆମେ ଘଣ୍ଟା ପ୍ରତି କେତେ କିଲୋମିଟର ଦୂରତା ଅତିକ୍ରମ କରିପାରିବା? ପାଖାପାଖି 28,000 କିଲୋମିଟର। ତାହେଲେ ଏଥିରୁ ଆମେ କିଛି ସୂଚନା ପାଇଲେ, ନୂତନ ଧାରଣା ପାଇଲେ। ପିଲାମାନେ, ଆମେ ପୂର୍ବରୁ ଯାହା ଧାରଣା ପାଇଲେ ସେଇ ଧାରଣାକୁ ନେଇକି ବର୍ତ୍ତମାନ କ ସ୍ତମ୍ଭର ଯାନ ସହିତ ଖ ସ୍ତମ୍ଭରେ ସେମାନେ ଅତିକ୍ରମ କରୁଥିବା ଘଣ୍ଟା ପ୍ରତି ଦୂରତାକୁ ଯୋଡ଼ିବା। ଆସ ତାହେଲେ କରିବା। କ ସ୍ତମ୍ଭରେ ଯାନ ଗୁଡ଼ିକର ନାମ ଦିଆଯାଇଛି, ଯେମିତିକି ମୋଟର ସାଇକେଲ, ରେଳଗାଡ଼ି, ଘୋଡ଼ାଗାଡ଼ି, ଉଡ଼ାଜାହାଜ ଏବଂ ସାଇକେଲ। ଖ ସ୍ତମ୍ଭରେ ସେମାନେ ଘଣ୍ଟାକୁ କେତେ କିଲୋମିଟର ଯାଉଛନ୍ତି ତାର ଦୂରତା ଦିଆଯାଇଛି। ତାହେଲେ ଆମେ ଏବେ ଯୋଡ଼ିବା। କହିଲ ଦେଖି ପିଲାମାନେ, ମୋଟର ସାଇକେଲ 1 ଘଣ୍ଟାରେ କେତେ କିଲୋମିଟର ଯିବ? ପାଖାପାଖି 40 ରୁ 60 କିଲୋମିଟର। ଠିକ କହିଲ। ରେଳଗାଡ଼ି? ଭେରି ଗୁଡ, 40 ରୁ 160 କିଲୋମିଟର। ତାପରେ ଦେଖ ଘୋଡ଼ାଗାଡ଼ି ଘଣ୍ଟାକୁ 10 ରୁ 15 କିଲୋମିଟର ବେଗରେ ଯିବ। ଆଚ୍ଛା, ଉଡ଼ାଜାହାଜ ପ୍ରାୟ 750 ରୁ 920 କିଲୋମିଟର ଦୂରତା ଅତିକ୍ରମ କରିବ। ଆଚ୍ଛା, ସାଇକେଲ କହିଲ ଦେଖି କେତେ ଯିବ? ସାଇକେଲ 1 ଘଣ୍ଟାରେ ପାଖାପାଖି 12 ରୁ 20 କିଲୋମିଟର ଦୂରତା ଅତିକ୍ରମ କରିବ। ତାହେଲେ ଆଗକୁ ଯିବା। ଏଥିରୁ ଆମେ ଧାରଣା କଣ ପାଇଲେ? ନା
ସାଇକେଲ, ଅଟୋ ରିକ୍ସା ଏଇଭଳି ଯାନ ଗୁଡ଼ିକରେ ଗଲେ ଏରୋପ୍ଲେନ୍ ବା ଉଡ଼ାଜାହାଜ, ଟ୍ରେନ୍ ଭଳି ଯାନ ଗୁଡ଼ିକ ଅପେକ୍ଷା ଆମେ ଗୋଟିଏ ସ୍ଥାନରେ ପହଞ୍ଚିବାକୁ ଆମକୁ ଅଧିକ ସମୟ ଲାଗିବ। ସେଥିପାଇଁ ଗୋଟିଏ ଗୋଟିଏ ଯାନରେ ଗଲେ ଆମେ ସେ ଜାଗାରେ ଶୀଘ୍ର ପହଞ୍ଚିବା, ଆଉ ଗୋଟିଏ ଯାନରେ ଗଲେ ଆମେ ସେଇ ସ୍ଥାନରେ ଡେରିରେ ବା ଧୀରେ ପହଞ୍ଚିବା। ସେମାନଙ୍କର ଘଣ୍ଟାକୁ ସେମାନେ କେତେ କିଲୋମିଟର ବେଗରେ ଯାଉଛନ୍ତି ସେଇ ଅନୁସାରେ ଆମେ ପହଞ୍ଚିବା। ତାହେଲେ ତଳେ ଆମକୁ କିଛି ଯାନର ଚିତ୍ର ଦିଆଯାଇଛି, ଧୀରରୁ ଶୀଘ୍ର କ୍ରମରେ ଆମକୁ ସେଗୁଡ଼ିକୁ ସଜାଇବାକୁ ହବ। ଆମେ ଏଇ ଯାନ ଗୁଡ଼ିକ ବିଷୟରେ ଏବେ ପଢିଲେ। ତାହେଲେ କହିଲ ଦେଖି, ପ୍ରଥମେ କେଉଁ ଯାନରେ ଗଲେ ଆମେ ସବୁଠାରୁ ଧୀରେ ବା ଡେରିରେ ପହଞ୍ଚିବା? ଠିକ କହିଲ, ସାଇକେଲ। ଆଚ୍ଛା, ସାଇକେଲ ପରେ କେଉଁ ଯାନରେ ଗଲେ ଆମେ ତାଠୁ ଟିକେ ସାଇକେଲ ଅପେକ୍ଷା ଟିକେ ଜଲ୍ଦି ପହଞ୍ଚିବା କିନ୍ତୁ ଡେରିରେ ପହଞ୍ଚିବା? ଅଟୋ ରିକ୍ସା। ଆଚ୍ଛା, ତାପରେ ମୋଟର ସାଇକେଲ। ମୋଟର ସାଇକେଲ ପରେ କିଏ ଆସିବ କହିଲ ଦେଖି? ପାଣି ଜାହାଜ। ବହୁତ ବଢିଆ। ତାପରେ ରେଳଗାଡ଼ି ବା ଟ୍ରେନ୍। ତାପରେ ଆସୁଛି ଉଡ଼ାଜାହାଜ ଏବଂ ଶେଷରେ ରକେଟ। ରକେଟରେ ଗଲେ ଆମେ କୌଣସି ଏକ ସ୍ଥାନରେ ବହୁତ ଶୀଘ୍ର କମ ସମୟରେ ପହଞ୍ଚିବା। ଆଚ୍ଛା, ଗୋଟେ ପ୍ରଶ୍ନର ସମାଧାନ କରିବା। କହିଲ ଦେଖି, ଯଦି ତୁମେ ପାଦରେ ଚାଲି ଚାଲି 1 ଘଣ୍ଟାରେ 5 କିଲୋମିଟର ଅତିକ୍ରମ କର, ତେବେ ତୁମେ 4 ଘଣ୍ଟାରେ ମୋଟ କେତେ ବାଟ ଯିବ? ସେଇ ସମାନ କଥା ନା 1 ଘଣ୍ଟାରେ ଆମେ 5 କିଲୋମିଟର ଯାଉଛନ୍ତି, ତାହେଲେ 4 ଘଣ୍ଟାରେ କଣ ହବ? 4 ଗୁଣନ 5, 20 କିଲୋମିଟର ଯିବା। ହେଲା? ସେଇଭଳି ଆଉ ଗୋଟିଏ ପ୍ରଶ୍ନ, ଗୋଟିଏ ସାଇକେଲ 5 ଘଣ୍ଟାରେ 75 କିଲୋମିଟର ଯାତ୍ରା କରେ, ତାହେଲେ 1 ଘଣ୍ଟାରେ ସେ କେତେ କିଲୋମିଟର ଯିବ? 5 ଘଣ୍ଟାକୁ 75 କିଲୋମିଟର, ତାହେଲେ ତାର ଘଣ୍ଟାକରେ ସେ କେତେ କିଲୋମିଟର ଯିବ? 75ରେ 5 ହରଣ କରିବା, ତାହେଲେ ଉତ୍ତର ହେଉଛି 15 କିଲୋମିଟର। ଆଶା କରୁଛି ଏଇଭଳି ପ୍ରଶ୍ନର ଉତ୍ତର ପିଲାମାନେ ତମେ କରିପାରିବ। ଆଚ୍ଛା, ବର୍ତ୍ତମାନ ଆଉ ଗୋଟିଏ ପ୍ରଶ୍ନ ତୁମକୁ ଦିଆଯାଇଛି। ଦେଖ, ତଳେ କିଛି ଯାନର ନାଁ ଦିଆଯାଇଛି, ଯେମିତିକି ରେଳଗାଡ଼ି, ସାଇକେଲ, ଉଡ଼ାଜାହାଜ ଆଉ ସ୍କୁଟର। ତମକୁ ଭୁବନେଶ୍ୱରରୁ ଦିଲ୍ଲୀ ଯିବାକୁ ଅଛି, ଯାହାର ଦୂରତା ହେଉଛି 1800 କିଲୋମିଟର। କହିଲ ଦେଖି, ତୁମେ କେଉଁ ଯାନରେ ଗଲେ କେତେ ସମୟରେ ପହଞ୍ଚିବ? ଆଚ୍ଛା, ଆଉ ଗୋଟିଏ ସୂଚନା ତୁମକୁ ଦିଆଯାଇଛି ନା ଟ୍ରେନ୍ ବା ରେଳଗାଡ଼ିର ଘଣ୍ଟା ପ୍ରତି ବେଗ ବା 1 ଘଣ୍ଟାରେ ସେ କେତେ କିଲୋମିଟର ଯାଉଛି ତାହା ଦିଆଯାଇଛି, ଯୋଉଟା ହେଉଛି 100 କିଲୋମିଟର। ସେଇଭଳି ସାଇକେଲରେ 1 ଘଣ୍ଟାରେ ଆମେ ଗଲେ 20 କିଲୋମିଟର ଦୂରତା ଯାଇପାରିବା। ଉଡ଼ାଜାହାଜରେ 1 ଘଣ୍ଟାରେ ଆମେ 900 କିଲୋମିଟର ଯାଇପାରିବା। ସେଇଭଳି ସ୍କୁଟରରେ ଆମେ 1 ଘଣ୍ଟାରେ ପାଖାପାଖି 60 କିଲୋମିଟର ଯାଇପାରିବା। ତେଣୁ ଆକୁ ହିସାବକୁ ନେଇକି ଆମେ ତଳେ ଦିଆଯାଇଥିବା ବାକ୍ସରେ କେତେ ସମୟରେ ଆମେ ପହଞ୍ଚିବା ତାକୁ ଲେଖିବା। ତାହେଲେ ପ୍ରଥମେ ରେଳଗାଡ଼ିର ସମୟ କହିଲ ଦେଖି। ଆମକୁ ଯିବାର ଅଛି 1800 କିଲୋମିଟର, ଆମେ 1 ଘଣ୍ଟାରେ 100 କିଲୋମିଟର ଯାଉଛନ୍ତି, ତାହେଲେ ଆମକୁ କେତେ ସମୟ ଲାଗିବ? 1800 ହରଣ 100, ଆମକୁ ସମୁଦାୟ 18 ଘଣ୍ଟା ସମୟ ଲାଗିବ। ବୁଝିପାରିଲ? ସେଇଭଳି ଅନ୍ୟ ପ୍ରଶ୍ନ ବା ଅନ୍ୟ ଯାନ ଗୁଡ଼ିକରେ ଆମେ କେତେ ସମୟ ଲାଗିବ କହିପାରିବା? ତାହେଲେ କହିଲ ଦେଖି, ସାଇକେଲରେ ଆମକୁ କେତେ ସମୟ ଲାଗିବ? 1800 କିଲୋମିଟରରେ 20 କିଲୋମିଟରକୁ ଆମକୁ ହରଣ କରିବାକୁ ହବ, ଉତ୍ତର ରହିବ 90 ଘଣ୍ଟା। ସେଇଭଳି ଉଡ଼ାଜାହାଜରେ ଆମେ 1 ଘଣ୍ଟାରେ 900 କିଲୋମିଟର ଯାଉଛନ୍ତି, ତେଣୁ 1800 କିଲୋମିଟର ଯିବାକୁ ଆମକୁ କେତେ ସମୟ ଲାଗିବ? 1800 ହରଣ 900 ସମାନ 2 ଘଣ୍ଟା। ସେଇଭଳି ସ୍କୁଟରରେ ଘଣ୍ଟାରେ ଆମେ 60 କିଲୋମିଟର ଯାଉଛନ୍ତି, ତେଣୁ 1800 କିଲୋମିଟର ଯିବାକୁ ଆମକୁ ସମୁଦାୟ 1800 ହରଣ 60 ସମାନ 30 ଘଣ୍ଟା ସମୟ ଲାଗିବ। ତାହେଲେ ପିଲାମାନେ ଏଇଭଳି ଆମେ ପ୍ରଶ୍ନ ଗୁଡ଼ିକର ଉତ୍ତର କରିପାରିବା। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।